ଜୟ ଜଗନ୍ନାଥ ପିଲାମାନେ। ନା ଦେଖନ୍ତୁ, ଆମର ଆଜି ଗୋଟେ ବହୁତ ବଡ଼ ନୋଟିସ୍ ଆସିଛି। କ'ଣ ଆପଣମାନେ ବି ଗ୍ରୁପ୍ ବି ଜବ୍ ପାଇଁ ପ୍ରିପେୟାର ହେଉଛନ୍ତି କି, ବା ଗ୍ରୁପ୍ ବି ଜବ୍ ପାଇଁ ଆପଣଙ୍କର ଇଚ୍ଛା ଅଛି, ତାହେଲେ ଏଇଟା ଗୋଟେ ବଢ଼ିଆ ଅପରଚ୍ୟୁନିଟି ଆପଣଙ୍କ ପାଇଁ ଆସିଛି। ନା କ'ଣ ନା ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ଲେଟର୍ ଆଜି ଜାରି ହେଇଛି। ଦେଖନ୍ତୁ, ମୁଁ ସେ ବିଷୟରେ ଡିଟେଲ୍ସ ଆପଣଙ୍କୁ କହୁଛି। କେଉଁ ପୋଷ୍ଟ କ'ଣ, କେତେଟା ପୋଷ୍ଟ ଅଛି, ତା'ର ସିଲାବସ୍ ଦେଖିବା ଆଉ ତା'ର ସିଲେକ୍ସନ୍ ସିଷ୍ଟମ୍ କେମିତି ଦେଖିବା। ନା ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍, ଆମର ଯେଉଁ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତରଫରୁ ଆସିଛି ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ରୁ ଫ୍ରମ୍ ଦୀପ୍ତିରାଣୀ ସାହୁ OS SAG ଟୁ ଦ ସେକ୍ରେଟାରୀ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ OPSC ତରଫକୁ ଆସିଛି। କ'ଣ ଆସିଛି ନା ସବଜେକ୍ଟ ଦେଖନ୍ତୁ, କ୍ଲାରିଫିକେସନ୍ ଅନ୍ ଦ ରିକ୍ୱିଜିସନ୍ ଫର୍ ରିକ୍ୱାରମେଣ୍ଟ ଅଫ୍ 25 ପୋଷ୍ଟ ଅଫ୍ ଓଡ଼ିଶା ଏଜୁକେସନ୍ ସର୍ଭିସ୍ ବା ସ୍କୁଲ ବ୍ରାଞ୍ଚ ଗ୍ରୁପ୍ ବି ଅଣ୍ଡର ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍। ତାମାନେ ଗ୍ରୁପ୍ ବି ପୋଷ୍ଟ ଆପଣଙ୍କର ଫିଲ୍ଅପ୍ ହେବାକୁ ଯାଉଛି କେତେଟା ନା 25ଟା ପୋଷ୍ଟ ଆମର ଗ୍ରୁପ୍ ବି, ଯେଉଁଟାକି ଓଡ଼ିଶା ଏଜୁକେସନ୍ ଅଫିସର ବା ଆମର ଯେଉଁ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ରେ ଗ୍ରୁପ୍ ବି ଜବ୍ ଆସିବାକୁ ଯାଉଛି କେତେଟା 25ଟା ହେଲା। ଆଉ ତାକୁ ଗ୍ରାଣ୍ଟ କରାଯାଇଛି। ଦେଖନ୍ତୁ ଆପଣଙ୍କୁ ଡିଟେଲ୍ସ କହିଦେଉଛି। ନା ଅର୍ଡ଼ର ଅଫ୍ ଦ କମିଶନର କମ୍ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ହାଜ୍ ବିନ୍ ଅବଟେନ୍ଡ ଇନ୍ OSWS ଫାଇଲ୍ ନମ୍ବର, ଏଇଟା ସବୁ ଦେଇଦେଇଛି। ଏବେ ଦେଖିବା ଆମର ଭ୍ୟାକେଣ୍ଟ ପୋଜିସନ୍ କେତେ, ସେଇଟା ଭଲସେ ଟିକେ ଦେଖନ୍ତୁ। ନା ଆମର ଭ୍ୟାକେଣ୍ଟ ପୋଜିସନ୍ କେତେ ଅଛି। ଆଚ୍ଛା, ଏଇଟା ଦେଖନ୍ତୁ ST SC SBC ଅନରିଜର୍ଭ, ତାଙ୍କର ଟୋଟାଲ୍ ସିଟ୍ କେତେ ନା 38, ଯାହା ବି ଟୋଟାଲ୍ ସିଟ୍ ଥାଉ। ବର୍ତ୍ତମାନ ଆମର ଅଛି 10ଟା SC ST ପାଇଁ, 4ଟା SC ଆଉ 4ଟା SC BC ଆଉ ହେଲେ 7ଟା ଆମର କ'ଣ ଜେନେରାଲ୍। ତାମାନେ ଅଲ୍ ଟୋଟାଲ୍ କହିବାକୁ ଗଲେ 25ଟା ସିଟ୍ ଆମର ଫିଲ୍ଅପ୍ ହେବାକୁ ଯାଉଛି ବହୁତ ଶୀଘ୍ର ଗ୍ରୁପ୍ ବି ପୋଷ୍ଟ। ଆଉ ଆର କ'ଣ ହେବ ନା ସିଲେକ୍ସନ୍ ପ୍ରୋସେସ୍ଟା ଦେଖିବା। ସିଲେକ୍ସନ୍ ପ୍ରୋସେସ୍ କେମିତି ହେବ, ସ୍କିମ୍ ଅଫ୍ ଏକ୍ଜାମିନେସନ୍ ଆଣ୍ଡ ସିଲେକ୍ସନ୍ ସିଲାବସ୍ ଫର୍ ଦ ଡାଇରେକ୍ଟୋରେଟ୍ ଫ୍ରମ୍ ଡାଇରେକ୍ଟ ରିକ୍ରୁଟମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ଓଡ଼ିଶା ଏଜୁକେସନ୍ ସର୍ଭିସ୍ ସ୍କୁଲ ବ୍ରାଞ୍ଚରେ କ'ଣ ହେବ ନା ଆମର 2ଟା ଏକ୍ଜାମ୍ ହେବ। ଆପଣଙ୍କ ମାନେ ଗୋଟିଏ ଏକ୍ଜାମ୍ ହେବ। ଗୋଟିଏ ଏକ୍ଜାମ୍ରେ ଆପଣ ଯଦି କ୍ଲିଅର୍ କରୁଛନ୍ତି ଦେନ୍ ଆପଣଙ୍କର ଇଣ୍ଟରଭ୍ୟୁ ଗୋଟେ ହେବ। ଇଣ୍ଟରଭ୍ୟୁରେ ହେଇଗଲେ ଆପଣ ସିଲେକ୍ଟେଡ଼୍ ହେଇଗଲେ, ତାହେଲେ ଆପଣ 2ଟା ପାଟର୍ଣ୍ଣ ହେବ। ଗୋଟେ ହେଲା ରିଟିନ୍ ଏକ୍ଜାମିନେସନ୍ ଆଉ ଗୋଟେ ଇଣ୍ଟରଭ୍ୟୁ। ରିଟିନ୍ ପାଇଁ ଆମର ପଡ଼ିବ 600 ମାର୍କ ହେଲା ରିଟିନ୍, ଆଉ ହେଲା 75 ମାର୍କ ଆମର ଆସିଯିବ କେଉଁଟାରେ ଇଣ୍ଟରଭ୍ୟୁରେ। ଆଉ 2ଟା ସାରାର ମାର୍କକୁ ଆଡ଼୍ କରିକି ମେରିଟ୍ ଲିଷ୍ଟ ବାହାର କରାଯିବ। ଏବେ ଦେଖିବା ରିଟିନ୍ ଏକ୍ଜାମିନେସନ୍ରେ କ'ଣ କ'ଣ ଆସିବ ସିଲାବସ୍ କହିବାକୁ ଗଲେ, ବା କ'ଣ ପଡ଼ିବ ସେଥିରେ। ହେରା ସବୁ ଅବଜେକ୍ଟିଭ୍ ଟାଇପ୍, ଏଇଟା ମନେ ରଖିଥାନ୍ତୁ। ଅବଜେକ୍ଟିଭ୍ ଟାଇପ୍ କ୍ୱେଶ୍ଚନ୍ ଆସିବ 150 ଆଉ ମାର୍କ ଆସିବ 300। ତାମାନେ ଇଚ୍ କ୍ୱେଶ୍ଚନ୍ କ୍ୟାରିଜ୍ କେତେ ମାର୍କସ୍ 2 ମାର୍କସ୍, ବୁଝିଲା। ଆଉ କ'ଣ ଆସିବ ନା ପେପର୍ 1 ଆଉ ପେପର୍ 2 2ଟା ହେବ ଆମର କେଉଁଥିରେ ରିଟିନ୍ ଏକ୍ଜାମିନେସନ୍ରେ। ପେପର୍ 1ରେ ଆଉ କ୍ୱେଶ୍ଚନ୍ସ ଆସିବ କ'ଣ ନା GA ପାର୍ଟ ଆସିଲା ଆମର ଜେନେରାଲ୍ ଆୱାରନେସ୍, ତାପରେ ଆସିଯିବ ଓଡ଼ିଆ, ତାପରେ ଜେନେରାଲ୍ ଇଂଲିଶ। 3ଟା ପାର୍ଟର ହେବ ନା GA, ଓଡ଼ିଆ ଆଉ ଜେନେରାଲ୍ ଇଂଲିଶ, ବୁଝି ହେଲା। ତାହେଲେ ଏଇ 3ଟା ପାର୍ଟରେ 300 ଆସିବ। ଆଚ୍ଛା, କେଉଁଥିରୁ କେତେ ପଡ଼ିବ ସେଟା ଆମର କ'ଣ କରିବ ଡିପାର୍ଟମେଣ୍ଟ ଚୁଜ୍ କରିବ କେଉଁଥିରୁ କେତେ ଆସିବ। ଏଠି ଦେଖନ୍ତୁ ସିଲେକ୍ଟ ଲିଷ୍ଟ କେମିତି କରାଯିବ ନା ଆମର ସେ ଯେଉଁ ରିଟିନ୍ ଏକ୍ଜାମିନେସନ୍ ଆଉ ଇଣ୍ଟରଭ୍ୟୁ ବେସିସ୍ରେ। ଏବେ ତା'ର ସିଲାବସ୍ ଦେଖିବା। ଦେଖନ୍ତୁ ସିଲାବସ୍ କ'ଣ କଭର୍ କରୁଛି, ଯେମିତିକି ଆମେ ଦେଖିଲେ ମାତ୍ର 3ଟା ସବଜେକ୍ଟରୁ ହେଉଛି ପାର୍ଟ। ଦେଖନ୍ତୁ ଜେନେରାଲ୍ ଆୱାରନେସ୍। ଜେନେରାଲ୍ ଆୱାରନେସ୍ ଆମର କେଉଁଠୁ ଆସିବ ନା ଜେନେରାଲ୍ ଆୱାରନେସ୍ରେ ଆମର ହିଷ୍ଟ୍ରି ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ ଆଣ୍ଡ ଇଣ୍ଡିଆନ୍ କଲଚରରୁ ଆସିବ। ତାପରେ ଦ ହିଷ୍ଟ୍ରି ଅଫ୍ ମଡ଼ର୍ଣ୍ଣ ଇଣ୍ଡିଆ ୱିଲ୍ କଭର୍ ଦ ଫଲୋଇଂ, ତାମାନେ ମଡ଼ର୍ଣ୍ଣ ଇଣ୍ଡିଆରେ କ'ଣ କ'ଣ ହେବ ସେଟା। ତାପରେ ଇଣ୍ଡିଆନ୍ କଲଚର ଆସିବ। ତାପରେ ଜିଓଗ୍ରାଫି ଅଫ୍ ଇଣ୍ଡିଆ ୱିଲ୍ କଭର୍ ଦ ଫଲୋଇଂ, ତାମାନେ ଜିଓଗ୍ରାଫି ଅଫ୍ ଇଣ୍ଡିଆ ରିଲେଟେଡ଼୍ ଆସିବ। ତାପରେ ଇଣ୍ଡିଆନ୍ ପଲିଟିରୁ ଆସିବ ଆମର କ'ଣ କନଷ୍ଟିଟ୍ୟୁସନ୍ ପଲିଟିକାଲ୍ ସିଷ୍ଟମ୍ ଅଫ୍ ଇଣ୍ଡିଆ ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ପଲିଟିକ୍ସ, ଏଇଭଳି ସବୁ ପଲିଟିକ୍ସ ବି ଆସିବ। ତା ସହିତ ଇଣ୍ଡିଆ ଆଣ୍ଡ ୱାର୍ଲଡ଼ ରିଲେଟେଡ଼୍ ସବୁ ଆସିବ। ଦେନ୍ ଇଣ୍ଡିଆନ୍ ଇକୋନୋମି, ଆମର ଇକୋନୋମି କ୍ୱେଶ୍ଚନ୍ସ ଆସିବ। ଦେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଗୁଡ଼ା ଆସିବ। ତା ସହିତ ଆମର କ'ଣ ଆସିବ ଲାଷ୍ଟକୁ କରେଣ୍ଟ ଆଫେୟାର୍ସ, ବୁଝିଲା। ଏଇଟା ହେଲା ଆମର ଜେନେରାଲ୍ ଆୱାରନେସ୍ର ପୁରା ଗୋଟେ ପାର୍ଟ। ସୋ ଏଇଟା ଆସିବ GS ତରଫରୁ। ତାପରେ ଦେଖିବା ଆମର ଆସିଯିବ କ'ଣ ନା ପାର୍ଟ 2 ଓଡ଼ିଆ। ଓଡ଼ିଆରେ କ'ଣ ଆସିବ
ବ୍ୟାକରଣ ବ୍ୟାକରଣ କେଉଁଟା କ୍ରିୟା ଭ୍ରମ ସଂଶୋଧନ ଚିହ୍ନଟ କର ବା କାଳ ଅତୀତ ବର୍ତ୍ତମାନ ଭବିଷ୍ୟତ ଏଗୁଡ଼ା ଆସିବ। ତାପରେ ଭାଷା ଜ୍ଞାନ ପରୀକ୍ଷା ଆସିବ ପ୍ରତିଶବ୍ଦ ବିପରୀତ ଶବ୍ଦ ଅର୍ଥବୋଧକ ଶବ୍ଦ କ୍ରିୟା ବିଶେଷଣ କର୍ତ୍ତା କ୍ରିୟା ସମ୍ବନ୍ଧ ତାପରେ ଅନୁଚ୍ଛେଦ ଆଉ ବାକ୍ୟ ପୁନର୍ବାସ। ସୋ ଓଡ଼ିଆ ବି ଇଜି ଆସିବ ଓଡ଼ିଆ ଉପରେ। ତାପରେ ଦେଖିବା ନେକ୍ସଟ ଆମର ଯେଉଁଟାକି ବେଶୀ ୱେଟେଜ୍ କଭର୍ କରିବ CA ମାନେ କରେଣ୍ଟ ଆଫେୟାର୍ସ ଜିକେ ପାର୍ଟଟା ଆଉ ତା ସହିତ ଆମର ଏ ଯେଉଁ ଇଂଲିଶ ପାର୍ଟଟା। ଇଂଲିଶରେ କ'ଣ କ'ଣ ରହୁଛି ସେଇ ଗ୍ରାମାର ଆସିବ ଯେମିତି ଓଡ଼ିଆରେ ଆସିଥିଲା। ଭର୍ବ ପୋଜିସନ୍ ମାନେ ପ୍ରିପୋଜିସନ୍ ଆଡ଼ଭର୍ବ ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟ ତାପରେ ଏରର କରେକ୍ସନ୍ ରେକଗ୍ନାଇସନ୍ ତାପରେ ଟର୍ମସ୍ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ୱିଥ୍ ଆର୍ଟିକିଲ୍ସ ତାପରେ ଆର୍ଟିକିଲ୍ ଆସିଯିବ ଆଉ ଭୋକାବୁଲାରୀ ସିନୋନିମ୍ ଆଣ୍ଟୋନିମ୍ ବି ଆସିବ। ଏଇଟା ହେଲା ଏଇଟା ତ ଗୋଟେ ଆଭରେଜ ସବୁବେଳେ ପକାଏ। ଆଉ କମ୍ପ୍ରେନ୍ସନ୍ ଆଉ ଗୋଟେ ଆସିବ ଗୋଟେ କମ୍ପ୍ରେନ୍ସନ୍ ଗୋଟେ ପାରାଗ୍ରାଫ ଆମର ଆସିବ ସେଥିରୁ ଆମେ କ୍ୱେଶ୍ଚନ୍ ୱାଇଜ୍ ଆନ୍ସର୍ କରିବା। ତାପରେ ଆସିଲା ସେଣ୍ଟେନ୍ସ ରିଆରେଞ୍ଜମେଣ୍ଟ ଯେଉଁ ଆମର ଆସୁଥିଲା PQRS ରିଆରେଞ୍ଜମେଣ୍ଟ ମନେ ପଡ଼ୁଛି ଯେତେବେଳେ RI ଏକ୍ଜାମ୍ ଚାଲୁଥିଲା ଏଇଭଳି କ୍ୱେଶ୍ଚନ୍ସ ଆସୁଥିଲା। PQRS ବା ABCD ସେଣ୍ଟେନ୍ସକୁ ରିଆରେଞ୍ଜ କରିକି ଗୋଟେ ନୂଆ ମିନିଙ୍ଗଫୁଲ୍ ସେଣ୍ଟେନ୍ସ ତିଆରି କର। ତାପରେ ଆସିଲା ପେପର୍ 2 ପେପର୍ 2ରେ ଆମର କ'ଣ ରହୁଥିଲା ନା ସେଟା 2.5 ଘଣ୍ଟାର ପରୀକ୍ଷା ହେବ ବୁଝିଗଲା। 2.5 ଘଣ୍ଟାର ପରୀକ୍ଷା ସେଥିରେ କ'ଣ ଅଛି କମ୍ପଲସରି ଅଫ୍ ଏଜୁକେସନ୍ ହେଲା ଟିକେ ଗୋଟେ ରୁହନ୍ତୁ ଫିଲୋସଫି ଅଫ୍ ଏଜୁକେସନ୍ ତାହେଲେ ଏଜୁକେସନ୍ର ଫିଲୋସଫି ରିଲେଟେଡ୍ କ୍ୱେଶ୍ଚନ୍ ଆସିବ ଯେମିତିକି କଣ୍ଟେମ୍ପୋରାରୀ ୱେଷ୍ଟର୍ଣ୍ଣ ଏଜୁକେସନାଲ୍ ଥଟ୍ ଆଣ୍ଡ କଣ୍ଟେମ୍ପୋରାରୀ ଇଣ୍ଡିଆ ଏଜୁକେସନାଲ୍ ଥଟ୍ ଏଇସବୁ ଆସିବ। ତାପରେ ଏଜୁକେସନାଲ୍ ସାଇକୋଲୋଜି ଆସିବ। ତାମାନେ ଏଜୁକେସନାଲ୍ ସାଇକୋଲୋଜିକାଲି ଦେଖିଲେ ଏଜୁକେସନ୍ କ'ଣ ସେ ରିଲେଟେଡ୍ ଲର୍ଣ୍ଣିଂ ଆସିବ କେମିତି ତାପରେ ନେଚର୍ ଅଫ୍ ଦ ସ୍କୋପ୍ ଅଫ୍ ଲର୍ଣ୍ଣିଂ ତାପରେ ଥିଓରିଜ୍ ଅଫ୍ ଲର୍ଣ୍ଣିଂ ଆଣ୍ଡ ଲଜ୍ ଅଫ୍ କ୍ଲିୟରିଂ ଏଗୁଡ଼ା ସବୁ ଆସିଯିବ ଆମର କ'ଣ ଏଜୁକେସନାଲ୍ ସାଇକୋଲୋଜିରେ। ତାପରେ ଆସିବ ଇଣ୍ଟେଲିଜେନ୍ସ ବି ଆସିବ ଇଣ୍ଟେଲିଜେନ୍ସ ରିଲେଟେଡ୍ ଆପଣଙ୍କୁ ଯେଉଁ ଡିସିସନ୍ ମେକିଂ ଦିଆଯିବ ବା ଏଇଭଳିଆ ମେଜରମେଣ୍ଟ ଟେଷ୍ଟସ୍ ଆଣ୍ଡ ଦେୟାର ଆଡ଼ମିନିଷ୍ଟ୍ରେସନ୍ସ। ତାପରେ ଇଣ୍ଡିଭିଜୁଆଲ୍ ଡିଫରେନ୍ସେସ୍ କ'ଣ ନା ଡିଫରେନ୍ସ ଡ୍ୟୁ ଟୁ ହେରିଡ଼ିଟି ଏଇଟା ଛାଡ଼ନ୍ତୁ ଆମର ଏଜୁକେସନାଲ୍ ସାଇକୋଲୋଜି ଉପରେ ଆସିଯିବ। ତାପରେ ନେକ୍ସଟ ପାର୍ଟ କ'ଣ ଆସିବ ଆଡ଼ଜଷ୍ଟମେଣ୍ଟ ଆସିବ। ତାପରେ ଆମର ଫାଇନାଲିଟି ଦେଖନ୍ତୁ ଏଜୁକେସନାଲ୍ ଆଡ଼ମିନିଷ୍ଟ୍ରେସନ୍ ଆଣ୍ଡ ସୁପରଭିଜନ୍ ଏଇ ଯେଉଁ ଏଜୁକେସନାଲ୍ ଆଡ଼ମିସନ୍ ଆଉ ସୁପରଭିଜନ୍ କିଏ ଅଛନ୍ତି ପ୍ରିନ୍ସିପୁଲ୍ସ ତାର ଆସିବ। ତାର ଏଜୁକେସନାଲ୍ କଣ୍ଟ୍ରୋଲ ଆଣ୍ଡ ମ୍ୟାନେଜମେଣ୍ଟ ତାପରେ ଆସିଲା ସୁପରଭିଜନ୍ ଏଜୁକେସନାଲ୍ ଫାଇନାନ୍ସ ପ୍ଲାନିଂ ଅର୍ଗାନାଇଜେସନ୍ ଆଣ୍ଡ ରିସର୍ଚ୍ଚ। ସୋ ଏଇଗୁଡ଼ା ସବୁ ଆମର ଆସିବ ମେନ୍ ରିଟେନ୍ ଏକ୍ଜାମିନେସନ୍ରେ ଯେଉଁଟାକି 2ଟା ପେପର୍ ହେବ ମାନେ 2ଟା ପେପର୍ ତାପରେ ଆସିଯିବ ଆପଣଙ୍କର କ'ଣ ନା 75 ମାର୍କସର ଆସିଯିବ କ'ଣ ଇଣ୍ଟରଭ୍ୟୁ। ଆଉ ଆପଣ ଯଦି ଇଣ୍ଟରଭ୍ୟୁରେ ମାନେ କ୍ଲିୟର କରୁଛନ୍ତି ଦେନ୍ ୟୁ ଆର୍ ସିଲେକ୍ଟେଡ଼୍ ମାନେ ଗୋଟେ ଏକ୍ଜାମ୍ରେ ହିଁ ହେବ। ତ ଏଇଟା କେତେଟା ସିଟ୍ ମନେ ରଖିଥାନ୍ତୁ 25ଟା ସିଟ୍ ଅଛି ଆମର କେଉଁଠି ନା OPSC ତରଫରୁ ସ୍କୁଲ ଆଣ୍ଡ ମାସ୍ ଅଫିସରୁ। ଆଉ ଏଇ 25ଟା କେମିତି ହେବ ନା ଡାଇରେକ୍ଟ ରିକ୍ରୁଟମେଣ୍ଟରେ ହେବ ଏଣ୍ଟ୍ରାନ୍ସ ଥ୍ରୁରେ ହେବ ଗୋଟିଏ ରିଟିନ୍ ଏକ୍ଜାମିନେସନ୍ ହେବ ଯେଉଁଟାକି 600 ମାର୍କ ଆଉ ଗୋଟେ ଆମର ଇଣ୍ଟରଭ୍ୟୁ ହେବ 75 ବୁଝିହେଲା। ସୋ ଏତିକି ଥିଲା ଇନଫର୍ମେସନ୍ ଆମର ଯେଉଁ OPSC ତରଫରୁ ଏଇ ଯେଉଁ ଆସୁଛି ଏ ଭ୍ୟାକେନ୍ସି ଆସିବାକୁ ଯାଉଛି ଆପ୍ଲାଏ ଡେଟ୍ ବହୁତ ଶୀଘ୍ର ଆସିଯିବ ମୁଁ ଆପଣଙ୍କୁ ଜଣାଇଦେବି। ବା ଆପଣ ଜାଣିବା ପାଇଁ ହେଲେ କ'ଣ ଆମର ଏଇ ଚ୍ୟାନେଲ୍ଟିକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ ଗୋଟେ ଲାଇକ୍ ଆଉ ସମସ୍ତଙ୍କ ପାଖକୁ ଟିକେ ବହୁତ ମାତ୍ରାରେ ସେୟାର କରିଦିଅନ୍ତୁ କାହିଁକିନା ଏଇଭଳି ଅପରଚ୍ୟୁନିଟି ଆପଣ ଏବେ ଆଉ କେଉଁଠି ବି ମେ ବି ପାଇପାରିବେ ନାହିଁ। ସୋ ଆହୁରି ବି ଅନ୍ୟ କ୍ଲାସ୍ ଆଣିବା ବହୁତ କିଛି କ୍ଲାସେସ୍ ଆଉ ତା'ର ପ୍ରୋଗ୍ରେସନ୍ ଆମେ ସବୁ ଆଣିବା। ସୋ ଏତିକି କହିବି ଶେଷରେ ଏଇ ଭିଡ଼ିଓ ଏତିକି ଇନଫର୍ମେସନ୍ ଥିଲା। ପଢ଼ାପଢ଼ି ସେମିତି ଜାରି ରଖିଥାନ୍ତୁ ନିଜ ଦେହର କେୟାର ନେଉଥାନ୍ତୁ। ଥ୍ୟାଙ୍କ ୟୁ ଅଲ୍ ଥ୍ୟାଙ୍କସ୍ ଫର୍ ୱାଚିଂ ଆଣ୍ଡ ଜୟ ଜଗନ୍ନାଥ।